ମୁଁ ହେଉଛି କିସ୍କିନ୍ଧା କଟକର ରାଜା କାଳି। ଆସ ହେଲେ ଆପଣ ଏଠାକୁ ଆସିଛନ୍ତି କାହିଁକି? ତୁମେ ହେବ ମୋର ପାଟରାଣୀ। ଏ ଆଶ୍ରମରେ କେତେ ଦିନ ତୁମେ ରହିବ? ତୁମେ ଯଦି ମୋ ରାଜପୁରକୁ ଯିବ ତୁମେ ମୋର ପାଟରାଣୀ ହେଇଯିବ। ପାଟରାଣୀ ହୋଇ ରହିବ। ବାଳି ଆଉ ରାକ୍ଷସ ବେଶ ନଥିଲା, ଗୋଟେ ସୁନ୍ଦର ଯୁବକ ବେଶ ଧାରଣ କରିଛି। ଆସ ସୁନ୍ଦରୀ, ରାକ୍ଷସ ମାନେ ବି ତପସ୍ୟା ପାଟରାଣୀ କୁ ଦେଖିବି। ଧୀରେ 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 ଗୋଟେ ପଦ ଖାଲି ସମୟ ନେବା, କମ ବେଶୀ ଉଦାହରଣ ଦେବି। ଗୋଟେ ଗୋଟେ ପଦ ଖାଲି କବି ସୂର୍ଯ୍ୟ ବଳଦେବ ରଥ ବଳଦେବ ରଥ ନାଇଁ ଅନଳ ନୁହଇ ଦେହ ଅନଳ ନୁହଇ ସେ ଅନଳ ନୁହେଁ, ନିଆଁ ନୁହେଁ କି ଦେହ ଦହନ କରୁଛି ପ୍ରେମ। ବସ୍ତ୍ର ନୁହଇ ମୋର ପରସ୍ପର ଭିତରେ ପ୍ରେମ ଭାବନା। ପ୍ରକୃତରେ ଭାବିଲା ମୁଁ ଆଶ୍ରମରେ କେତେ ଦିନ ରହିବି? ଯଦି ଏ ରାଜା ଡାକୁଛନ୍ତି ମୁଁ ପାଟରାଣୀ ହେଇକି ରହିଲେ ମୋ ଶୁଭ ସ୍ୱାଚ୍ଛନ୍ଦରେ ଆଶ୍ରମରେ କେତେ ଦିନ ରହିବି? ଠିକ ଅଛି, ଆଜି ମନେ ମନେ ଭାବିଲା ପ୍ରକୃତରେ ରାଜାଙ୍କ କଥା। ସେ ପରିଚୟ ପାଇବା ପୂର୍ବରୁ ଯେତେବେଳେ ଜାଣିଲା କି ଜଣେ ରାଜା, ତେଣୁ ତାଙ୍କ ସହିତ ଯିବା ପାଇଁ ମନ ବଳାଇଲା। ମୁଁ ବେଶୀ ଉଦାହରଣ ଦଉଛି, ପର ଭିତରେ ଗୋଟେ ବିଳମ୍ବ ହେଇଯାଇଛି। ତୁମେ ମୋଟିକି ଆକାଶ ଚନ୍ଦ୍ରମା, ତୁମେ ମୋଟିକି ଆକାଶ ଚନ୍ଦ୍ରମା, ତୁମେ ମୋଟିକି ଆକାଶ ତୁମେ ମୋଟିକି ଆକାଶ ଚନ୍ଦ୍ରମା। सारथी Hola.
ଆଉଛି ଇଏ ଭେଳିକି ଆସୁଛୁ କୋଉଠୁ ଏଟା ସାହସ ପୁରା କୋଉଠି ଯାଇଥିଲା ମିଆଁରେ ଇଏ ଆସୁଛି କାହିଁକି? କୋଉଠୁ ସବୁ ପାଉଛୁ ଆମେ ଏସବୁ କେଉଁଠୁ ପାଉଛି ଇଏ କଳା ଚଷମା ଇଏ ଆଉ ଇଏ କଣ କୋଟ ହଁ ଇଏ କଣ ଇଏ ଆଉ କି ଅଛି ନା ସବୁ ଜ୍ଞାନ ତ ଇଏ ଆଉ ଜାଣିପାରିବେନି। ତୁମେ ମୋ ଟିକି ଆକାଶ ଚନ୍ଦ୍ରମା ତୁମେ ମୋରି ଆକାଶ ଚନ୍ଦ୍ରମା କମେଡି ଗାଇ ହଉ ଶୁଣୁଥିବା ସୁଗାର ଚିର ସ୍ଥିର ମନ ଜୀବନ ଧାରା ଜୀବନ ଧୀରେ ଧୀରେ ବିଷୟକୁ ବଟିଲେ ଧିକାର ଜୀବନ ଧାରା ଜୀବନ ସେ ଆଶ୍ରମରେ ବେଙ୍ଗାବତୀ ସେହି ରହିଥିଲା ଜୀବନ ଧାରା ସାହିତ୍ୟ ସହିତ ତାର ପରିଣୟ ହେବା ଜୀବନ ଧାରା ପରେ ନେଇ ଯିବା ଆଶା ଦେଇ ଚଳିବ ଆଶ୍ରମର କନ୍ୟା ବେଳେ ଆଶ୍ରମରେ ରହିଥିଲା ପରେ ନେଇଯିବା କଥା କହିଦେଇକି ପଳେଇଲା ଶାରୀରିକ ମିଳନଟା ହେଇଗଲା ସରିଗଲା ଭିତରେ ଆଜି ଯେତେବେଳେ ମିଳନ ହେଇସାରିଛି ପରେ ଆଶାଯିବା ଦେଇ ଆଜ୍ଞା ଆଜ୍ଞା ପାଣି ଆଜ୍ଞା ଚାଲି ଯାଇଛନ୍ତି ଆଜ୍ଞା ହେଲା କଣ ମନ୍ଦିର ଦୃଶ୍ୟ ମନ୍ଦର ଉଦର ଋଷି ତେଣା ତପସ୍ୟାରୁ ଫେରିଲେ ଦେଖିଲେ ବେଙ୍ଗାବତୀ କୁଆଡେ ଗଲା ବେଙ୍ଗାବତୀ ଋଷି ଦୁଇ ଜଣ ଡାକିଲେ ବେଙ୍ଗାବତୀ ହେ ବେଙ୍ଗାବତୀ ବେଙ୍ଗା ବେଙ୍ଗା ସ୍ନେହ ଲାଗିଲା ବେଙ୍ଗା ବେଙ୍ଗାବତୀ କାହିଁକି ଶୁଣୁନି ବେଙ୍ଗାବତୀ ଭାଇ ଆରେ ଆଶ୍ରମରେ ଆମେ ଯାଇକି ତପସ୍ୟା କରିବା ଆମେ 6 ମାସ ତପସ୍ୟା କରି ଯାଇଥିଲେ ଆଚ୍ଛା ସେ ବେଙ୍ଗାବତୀ କୁଆଡେ ଗଲା? ଦେଖା ନଷ୍ଟ ଗଲା କୁଆଡେ ବେଙ୍ଗାବତୀ ହଁ ସେ ପ୍ରାୟ ଟିଭି ଦେଖୁଛି ହେ, ଟିଭି ଥିଲା କିସ୍କିନ୍ତା ରାଜାଙ୍କ କଥା ଆଜ୍ଞା ଆଜ୍ଞା ମତେ ନେଇଯିବେ ମତେ ରାଜରାଣୀ କରିବେ ଆଉ ମୁଁ ରାଜରାଣୀ ଦୀପେ ଚରିତ ଜାଣିଲେ କିସ୍କିନ୍ତା କଟକରେ ରାଜାରାଣୀ ଚାହୁଁଥିବୁ ଦିବ୍ୟ ଚକ୍ଷୁରେ ବାବୁ ଚାହୁଁଥି ମୁନିୟ ଚକ୍ଷୁରେ କର ଦିଶିବ ଦିଶିବ ସବୁ। ରୂପନା ଦିଶିବା ସବୁ ଦିବ୍ୟ ଚକ୍ଷୁରେ ସେମାନେ ଋଷିମାନେ ଜାଣିପାରନ୍ତି କିଏ କଣ ଘଟଣା ହେଇଛି ଋଷିମାନେ ଜାଣିଲେ ଆମେ ଅନୁପସ୍ଥିତିରେ ୟାର ଗୋଟେ ପରିଣୟ ହେଇଯାଇଛି କିସ୍କିନ୍ତା ରାଜା ଏ ବାଳି ଜଣକୁ ଭଲ ପାଇଛି ଇଏ ଗୋଟେ ଭଲ ପାଇଛି କିସ୍କିନ୍ଦାଙ୍କର ରାଜା ବାଳିକି ଭଲ ପାଇଛି ତଥାପି ସେମାନେ ଜାଣି ଜାଣିକି ଡାକିଲେ ବେଙ୍ଗାବତୀ ଆଇସେ ଚମକି ପଡିଲା ବେଙ୍ଗାବତୀ ଚିନ୍ତା କରୁଥିଲା ଯଦି ଚାକିରି ଚାହିଁଲା ନିଶିନା ସେ ପାଶେ ନାହିଁ ଦିବ୍ୟ ତରୁଣ ଆଉ ଆଉ କହିତା ସମୟ ବାପା କବି ସମ୍ରାଟ ଭଞ୍ଜଙ୍କର ପଦ ବାପା କାଲ ଫତେ ବାପା ଶୁଣିଯାଇଥିଲି ବାପା ମାରି ଶିରେ ହାତ ନାଥ ନାଥ ବୋଲି ଅତି ଉଚ୍ଚ କଳାକାର ଆଉ ସେ ପଦ ଭଞ୍ଜଙ୍କ ପଦ ଆଉ କହିବା ପାଇଁ ସମୟ ନାହିଁ ବା ସବୁ ନା, ନା, ସମୟ ନା, ନା। ଆଚ୍ଛା ଆଚ୍ଛା ସେ ଚିନ୍ତା କରୁଛି ଏଇ ବେଙ୍ଗାବତୀ ଏଇ ମା ବାପା କାହା କଥା ତୁ କାହା କଥା ଭାବୁଥିଲୁ ନାଇଁ ବାପା ସତ କଥା ସତ କହ ବାପା ର କହିଲା ସତ କଥା କହିବି କହିବି ତୁ ଆଶ୍ରମର ଝିଅ ବାପା ସତ କହିବା ଶିଖିଛୁ ହଁ। ସତ କହିବାକୁ କିଆ କହିଲେ ସତ୍ୟ 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 କରି କହୁଛି ବାବା ବାପା ସତ କହିବି ଆପଣ ମାନେ ନଥିଲା ଜଣେ ରାଜା ଆସିଥିଲେ ମୁଁ ତାକୁ ଭଲ ପାଇଗଲି ଭଲ ପାଇଛି ବାପା କିଏ କିସ୍କିନ୍ଧା ରାଜା ବାଳି କିସ୍କିନ୍ଧା ରାଜା ବାପା ବାଳି? ତାଙ୍କୁ ମୁଁ ଭଲ ପାଇଛି ବାପା ତୁ ଯାହାକୁ ଭଲ ପାଇଛୁ ତାକୁ ଚିହ୍ନିଛୁ ନାଇଁ ବାପା ସେ ଜଣେ ରଜାର ପୁଅ ସିଏ ଜଣେ ରଜା ନୁହଁ ରାକ୍ଷସ ବାପା ମୁଁ ଜାଣିନି ବାପା ତାଙ୍କେ ହିଁ ସିଏ ଜଣେ ବିବାହ ସୁନ୍ଦର କରିବି। ଯୁବକ ମୁଁ ତାଙ୍କେ ହିଁ ବିବାହ କରିବି ତାକୁ ହିଁ ଭଲ ପାଇଗଲି ବାପା ମୁଁ ଭଲ ହଁ, ପାଇଗଲି ଭଲ ପାଇଛି ବାପା ମୁଁ ତାଙ୍କେ ହିଁ ବିବାହ କରିବି ଭଲ ପାଇଗଲୁ ବିବାହ କରିବୁ ହଁ ବାପା if character is lost everything is lost
ଯଦି ଜଣେ ଚରିତ୍ର ଚାଲିଯାଏ ସବୁ କିଛି ମଣିଷର ଚାଲିଯାଏ। ଚାଲିଯାଏ ଗୋଟେ ଇଂରାଜୀ ଉଦାହରଣ ଆଣିକି ପ୍ରମାଣ ସମ୍ମୁଖରେ ସମସ୍ତେ ପାଠ ପଢିବା ଲୋକ ଆଜିକାଲି ଶିକ୍ଷିତ ପିଲା। ଆଜ୍ଞା No man can be grateful at the cost of his honesty. Woman can be grateful, woman can be grateful. Cost of her necessity, cost of her necessity. Nation can be grateful, nation can be grateful. Cost of liberty, cost of liberty. ଗୋଟେ ନେସନ ଗୋଟେ ଜାତି ତା ସ୍ୱାଧୀନତାକୁ ବଳ ଦେଇକି କେବେ ବଡ଼ ହେଇପାରିବନି। ନା ଭାରତ ପରାଧୀନ ଥିଲା, ଇଂରେଜଙ୍କ ଅଧୀନରେ ଥିଲା। ଆଜ୍ଞା ଆମେ କେତେ କଷ୍ଟ ପାଉଥିଲୁ। କେତେ କଷ୍ଟ କରୁଥିଲୁ। ଗାନ୍ଧୀ ଗୋପବନ୍ଧୁ ଆଜି ମହାନ ସଂଗ୍ରାମୀ ମାନେ ମହାନ ସ୍ୱାଧୀନତା ସଂଗ୍ରାମୀ ଦେଶକୁ ରକ୍ଷା କଲେ। ବନ୍ଦେ ବୁନ୍ଦିଆରେ ଅଗଷ୍ଟ 15 ଅଗଷ୍ଟ 15 ଖାଲି ବୁନ୍ଦିଆ ଖାଇବା ପାଇଁ भारत माता की ଭାରତ ମାତା କି ରହ। इंदिरा गांधी की ମହାତ୍ମା ଗାନ୍ଧୀ महात्मा गांधी सर मो काटी को जला मो काटी ଭାରତରେ ଦଣ୍ଡିତ ହବ ତମେ। ସମ୍ବିଧାନ ଯୋଉମାନେ ରକ୍ଷା କରିଛନ୍ତି ତାଙ୍କୁ ଅପମାନ କରିପାରିବନି। ना का मुंडो रे काउती गांधी देता संस्कार के अपना खाली मुंडो गांधी ना ସେପଟେ ଜାଣ କଥା ହଉଛି କଣ ସେପଟେ ହେଲା କଣ କହିଲେ ଇଏ ଝିଅ ତୁ ଯାହାକୁ ଭଲ ପାଇଛୁ ସେ ଜଣେ ରାକ୍ଷସ। କିଷ୍କିନ୍ଧାର ରାଜା ବାଳି ସେ ସମସ୍ତେ ଏଭଳି କେତେ ଝିଅକୁ ଭଲ ପାଇଛି। मालो तू फूल भाई छ ना हाथे କହିଲେ ଡାକିଦେଲେ ଉଦର ଆଜ୍ଞା ୟାକୁ ଆମେ ଆଶ୍ରମରେ ରଖିବାନି। ନା ଆମେ ଲାଠି ରଖିବାନି। ଆମେ ଇଏ ଭଲ ପାଇଲାନି, ହଁ ଇଏ ଭଲ ପାଇକି ତା ସହିତ ଆମେ ଖୁବ ଶୀଘ୍ର ବିବାହ କରିଦେବା। ବିବାହ କରିବା। ଉପଯୁକ୍ତ ବରପାତ୍ର ଦେଖି ବିବାହ କରିଦେବା। আর উপযুক্ত বরপাত্র কে তার খুঁজি বার করতে হবে। ଆଜ୍ଞା ऐसा जो छीन पे कितना है हम लोग खाली में जाए ये नहीं पाए এই, বস। এই সময় কথাবার্তা হলে নারদ আসি পৌঁছলে। এবার সে নারদ এই সময় পৌঁছি গেলে। আজ্ঞা নারায়ণ 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 হনুমানে গতি বসাইলে গতি দেই সুরা সারা হে দেই কি বসে হে মহর্ষি বলে মুই নারায়ণ 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 মুই এই স্বর্গ উপরে যাউথে মুই জানি তোমার ঘরে একটা অসুখ। মন্দর উদর এ মুখমণ্ডଳରେ বিষাদର ଛାୟା ଆମର ଦୁଃଖ ଏଇ ଝିଅ ପାଇଁ। आगो छुंतु महाविका এই রহ তুই এত কোন আকা ভাগা ମହାଭାରତ आगो काटी কোন কইউ দেবর্ষি ଆଜ୍ଞା ଆମେ ଚିନ୍ତାରେ ପଡିଛୁ ଏ ଝିଅ ପାଇଁ ଉପଯୁକ୍ତ ବର କିଏ। ଉପଯୁକ୍ତ ବର ଆମେ କିନ୍ତୁ ସେ ଯାହାକୁ ଭଲ ପାଇଛି ତାକୁ ଦବୁନି। ଏ ଆଶ୍ରମର କନ୍ୟା ବେଙ୍ଗାବତୀ ପାଇଁ ଉପଯୁକ୍ତ ବର ଏ ଭଲ ପାଇଛି ସେ ଭାଣିକି ଆମେ ତାକୁ ଦବୁନି। ନା ନା ତାକୁ ତାର ଉପଯୁକ୍ତ ବର କିଏ କହୁ। ଏ ବେଙ୍ଗାବତୀ ଉପଯୁକ୍ତ ବର ହଉଛି ଲଙ୍କା କଟକରେ ଦଶାସନ। ଲଙ୍କା କଟକର ରାଜା ରାବଣ। ରାବଣ 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 କଣ ବାହାଇନି କି? ରାବଣ ବାହାଇଛି କେତେଟା ବାହାଇଛି? ରାବଣ ବାହାଇଛି 18 ରାବଣ 98 ବାହାଇଛି। ରାବଣ 18 ଜାଣି ବିବାହ କରିଛନ୍ତି ସତ ହଁ ହେଲେ ପାଟରାଣୀ ହେଲା ପରେ ଝିଅ ତାଙ୍କ ପାଖରେ ପାଟରାଣୀ କେହି ନାହାନ୍ତି। ନା ନା କାହା ସହିତ ଅଙ୍ଗ ସାଙ୍ଗି ନା, ନା। ତେଣୁ ପ୍ରକୃତରେ ରାବଣ ପାଇଁ ବେଙ୍ଗାବତୀ ଗଲେ ରାବଣ ପାଖରେ ପାଟରାଣୀ ହୋଇଗଲେ କହିଲେ ରାବଣ ବାହା ହେଇଛି ସଦା କିନ୍ତୁ କାହାରି ସହିତ ପାଟରାଣୀ ତାର କେହି। ନା 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 ଏବେ ଠିକ ଅଛି। ଯାହାର ବଳ ପରାକ୍ରମୀ ସୁନମୟ ଲଙ୍କା ସ୍ୱର୍ଣ୍ଣମୟ ଲୋକା ଅଶ୍ୱାରୋହୀ ଗଜା ପାଣ୍ଡିତ୍ୟର ତା ପାଖରେ ଦେଇପାରିବେନି ଆମେ ସେ ରାବଣ ସହିତ କନ୍ୟାକୁ ବିବାହ ଦବୁ। ଆଉ ବେଶୀ ବର୍ଣ୍ଣନା କରିବା ପାଇଁ ବି ସମୟ କମ ପାଖରେ। ତମେ ଗୋଟେ କାମ କର ଖବର ତାକୁ ଦେଇ ଦେବା। ଦିଅ ଦେବର୍ଷି ଆପଣ ମାନେ ଜଣେଇ ଦିଅନ୍ତୁ ରାବଣକୁ ଆଜ୍ଞା ସେ ଆସି କାଲି ପ୍ରଭାତରେ ଆସି ପହଞ୍ଚିବେ ତେଣୁ ନିଶ୍ଚିତ ଭାବରେ ଆମେ ପ୍ରସ୍ତୁତ ହେଇଯିବୁ। ଆଜ୍ଞା ଆଜ୍ଞା ନାଗଟେ ସରା
সুন্দর পদ দিয়ে মহাপ্রমাণিক সম্মুখে রাগ অলঙ্কার ভিতরে পালা পালা ভোজি পরম্পরা এটা সুন্দর পদ নাগ কে নাগত পত্র যা এইভଳିଆ ଗୋଟେ ପଡିବ ପଦ ସବୁ ଖାଇଥିବ ଭଲ ମନା କରୁଛି ସେ ଯୋଉଥିରେ ଖାଇବା ଆମେ ଗୋଟେ ଯୁଦ୍ଧ କ୍ଷେତ୍ରକୁ ଆସିଛେ ଗୋଟେ ପଦ ଏଇଭଳିଆ ପାଲର ପଦ ପଦର ଚମକ ଗୋଟେ ଚମକ ଦକ୍ଷିଣ ପଦ ଦକ୍ଷିଣୀ ପଦ ଶୀତ ଛାଡ଼ିଯିବ ଶୀତ ଛାଡ଼ିଯିବ ଶୀତ ଛାଡ଼ିକି ପଳେଇବ ଖାଲି କମିକୁ ପାଲେ ହବନି ବାବା ये अलंकार रहिबो पद रहिबो तबे जाकी पाला पाला ए पाला की हाला हला करो ना दशहरा पहुंचला रावण पहुंची गला देवर्षि नारद कहि देवर्षि नारद जानिबारो रावण आसी पहुंची गला देखिला हे गंगावती आश्रमर कन्या से फूल तुलसी आसुची चंपा रंग वाणा सेवक कुसुम चंपा रंग वाणा सेवक कुसुम जगरा
ପୂଜା କରନା ନା 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 ଦେବର୍ଷି ନାରଦ କହିଛନ୍ତି ତୁ ମୋର ମୁଁ ତୋର। এই বেঙ্গাবতী ଏଇ ହସ ସୁନ୍ଦରୀ ହଁ ଚାଲ ମୋ ହେଉଛି ଜିଏସଟି ଆସ ଗୋଟିଏ କନ୍ୟାକୁ ଦୁଇଟି ବର ପହଞ୍ଚି ଗଲେ ମୋତେ ଧରି ଦିଅ ଭଲ ପାଇଥିଲା ବାଳି ହଁ କିନ୍ତୁ ବାହା ହବ ଆଉ ଜଣେ ସେଇ ଛେ, ଛେ। ପାଇ ଯାଉଛି ଆପଣଙ୍କ ଛେଳି ଉଡା ବ୍ରାହ୍ମଣ ବ୍ରାହ୍ମଣ ବେଶ ଆସ ଏଠି ଆସ। ତେଣୁ ଦଶାନନ ରାବଣ ତାକୁ ନେଇକି ଚାଲିଲା ହେଲେ ଆସ ତମ ବାପା ମନ୍ଦର ଉଦର ଋଷି କହିଛନ୍ତି ଦେବର୍ଷି ନାରଦ କହିଛନ୍ତି ଏଇ ତୁମେ ହବ ମୋର ପାଟରାଣୀ ପାଟରାଣୀ ଆସ ଆସ ଆରେ ଧଇଲା କର ଘେରି ଗଲା ସେ। আরে হে 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 বই যাও আরে রক্ষা কর বলি রক্ষা করা বলি কার কাছেলা। তোমাদের তিল্লি নুরে সংসার কেন জানে বড় বুদ্ধি বিধাকে কুকুরাম দাম করেছি পাদরে দড়ি দেইছি পিম্পুড়ি মন্দার চাপড়াকে ছিঙ্গাইছি মশার মুন্ড আরে ইয়াতে ভাঙ্গিয়েছি কেতে সরু সরু নিঃশ্বাসরে উড়াইছি মুর্শি গুলি রত্তুরা নখরে সিঁড়ি দেইছি কদলি পত্র গুলা করে দিয়েছি সিঁড়ি ভরতে আসো কদলী পত্র কেতে বড় বিরড়ি কেতে বড় বিরড়ি কদলী পত্র ছেড়ে দিই মশা মার দিয়েছে মশা মার দিবার আরে সংসারকে ন জানে বড় বুদ্ধি হ্যাঁ বিধাকে কুকুরাম দাম করেছি বিধা কুকুরানের ফল করে দিছ তবে করে দিই হ্যাঁ না মোবাইল আজ কুকুরা বিধাকে মো করছি আউ বসা চাপুড়াকে ছিন্দাইছি মশার মুন্ড কি ভিড় ইয়ে বাবা মালা আন্ডিয়া দিল কিন্তু বিরড়ি ওই দলকে পাত ধরে মন চাল দিবা সিঁড়ি ক্ষেতর চালো মন চালো দিবা গিরি খেতানা দর্শন করিবা যাই তুমি